हाय ସାଙ୍ଗମାନେ ସ୍ୱାଗତ କରୁଛି ଆଉ ଏକ ଭିଡିଓକୁ। ତ ଏଠି ଯୋଉ ପୁଡା ଗୁଡା ଥୋଇଛି ନା, ତ ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପଛରେ କହିବି। ଏଠି ମାମୁନକୁ ରେଡି କରୁଛି ସ୍କୁଲ ଛାଡିବା ପାଇଁ। ତ ମାମୁନର ସକାଳ 10ଟାରେ ସ୍କୁଲ, ତ ସେଥିପାଇଁ ସେ ବହୁତ ହିଁ ମାନେ ଅଳସୁଆ। ତ ସବୁ କାମ ବହୁତ ଲେଟରେ କରେ, ସେଥିପାଇଁ ମତେ ତାକୁ ରେଡି କରିବା ପାଇଁ ପଡେ ସକାଳୁ ସକାଳୁ। ନହେଲେ ନାଇଁ, ତାର 10ଟାରେ ସ୍କୁଲ, ସେ ଯୋଉ ରେଟରେ ରେଡି ହବ ନା ପୁରା 10:30 ତାକୁ ରେଡି କରିବା ପାଇଁ ମତେ ପଡେ। ଆଉ ସେପଟେ ତା ଟିଫିନ ବି ବନେଇକି ମୁଁ ରେଡି କରିଦେଇଛି, ପାଣି ବୋଟଲ। ତା ରୁଟିନ ତାକୁ ରାତିରୁ କୁହେ ରୁଟିନ ସଜାଡି ଦେ ବୋଲି, ସେ ରାତିରୁ ରୁଟିନ ସଜାଡି ଦେଇଛି ତାର ସ୍କୁଲ ପାଇଁ। ତ ସେଥିପାଇଁ ଆଉ ତାକୁ ରେଡି କରିକି ତାକୁ ଏଠି ଖୁଆଇ ପିଇକି ତାକୁ ସ୍କୁଲ ଛାଡି ସାରିଲା ପରେ ମୋର ମାନେ କହିଲା ଭଳିଆ 30% କାମ ସରିଯାଏ। ସେ ସ୍କୁଲ ଯାଇ ସାରିଲା ପରେ ମୋର ଅଲଗା ସବୁ ରହେ, ବାସି କାମ ଯାହା ମୁଁ କରିବା କଥା ସେ ସବୁ କରେ। ତ ସେଥିପାଇଁ ନହେଲେ ସେ ବହୁତ ହିଁ ଲେଟ୍ କରେ, ବୁଝିଲେ। ତ ଏଠି ମାମୁନକୁ ମୁଁ ଖୁଆଇ ଦଉଛି। ତ ଆକ୍ଚୁଆଲି ରାତିର ସବୁ ତରକାରୀ ହେରିକା ମୁଁ ତା ପାଇଁ ଟିକେ ରଖିଦେଇଥାଏ, କାହିଁକି ନା ସକାଳୁ ବନେଇବା ବହୁତ ପସିବୁଲ ନୁହେଁ ନା। ସେଥିପାଇଁ ରାତିରେ ମୁଁ ତା ପାଇଁ ଖାଇବା ବନେଇକି ରଖିଦେଇଥାଏ। ତ ତରକାରୀ ଯାହା ବି ରାତିରେ ଥାଏ, ଆଉ ରାତିର ଭାତକୁ ପାଣି ଦେଇଦେଇ ପଖାଳ ଭାତ ବନେଇ ଦିଏ। ଆପଣ ମାନେ ତ ଖାଇଥିବେ, ମୁଁ ବି ଖାଇକି ସ୍କୁଲ ଯାଏ ପଖାଳ ଭାତକୁ ଆଳୁ ସିଝା। ତ ସେଇଟା ହଉଛି ବେଷ୍ଟ ଖାଇବା। ତ ସେଥିପାଇଁ ମୁଁ ବି ଆଳୁ ସିଝା ତାକୁ ବି ଦିଏ ଆଳୁ ସିଝା ଭାତ। ସେମିତି ନୁହେଁ କି ସେ ଖାଲି ତରକାରୀ ହେରିକା ଖାଏ, ସେମିତି ନାହିଁ, ଆଳୁ ସିଝା ବି ସେ ଖାଏ, ବୁଝିଲେ। ତ ଏଠି ତରକାରୀ ଟିକେ ବଳିଥିଲା ତ ଦେଇଦେଲି। ଆଉ ତ ଏଠି ଦିପହର ଟାଇମ ବାବା ପଳେଇ ଆସିଛନ୍ତି। ତ ବାବା ବି 2 ଦିନ ହେଲା ଆସୁଛନ୍ତି ବୋଲି ଟିକେ ବାରି ମାନେ ଗଛ ପତ୍ର ଏସବୁର କେୟାର କରି ହଉଛି। ମୁଁ ବି କରେ, କିନ୍ତୁ ସବୁବେଳେ ପସିବୁଲ ନୁହେଁ ନା, ସେଥିପାଇଁ। ସେଠି ଦେଖିପାରୁଥିବେ ମୋ ଫୁଲ ଗୁଡା କେତେ ସୁନ୍ଦର ସୁନ୍ଦର ହେଇଛି। ଆଉ ମୋର ଆଜି ଖାଇବାରେ ବନେଇଥିଲି ଭାତ, ଆଳୁ ଝୁଡୁଙ୍ଗ ଭଜା, ଆଉ ମୋର ପଖାଳ ଭାତ ଜାଣିଥିବ ଅଲୱେଜ, ସେଥିପାଇଁ। ତ ଏଠି ଆମ ସାର୍ ଖାଉଛନ୍ତି, ବୁଝିଲେ। ତ ଆଉ ଏଇ ଯୋଉ ଏ ପୁଡା ଯୋଉମାନେ ବ୍ରାହ୍ମଣ ସେମାନେ ଜାଣିଥିବେ। ତ ଯୋଉମାନେ ପୂଜାପୂଜି କରନ୍ତି ସେମାନଙ୍କୁ ଏସବୁ ମାନେ ଦାନରେ ଦିଆଯାଏ। ତ ଏଇଟା ମୋ ବାବାଙ୍କୁ ମିଳେ। ଆଉ ମତେ ସବୁ ସଜାଡିବା ପାଇଁ ବହୁତ ହିଁ ଲେଜି ଲାଗେ, ସେଥିପାଇଁ ମୁଁ ୟାକୁ 7-8 ଦିନକୁ ଥରେ ସଜାଡେ। ତ ଆଜି ୟାର ପାଳି ପଡିଛି, ୟାକୁ ବସିକି ସଜାଡୁଛି। ତ ଭାବିଲି ଆପଣ ମାନେ କୁ ଦେଖେଇଦେବି। ତ ଆମର ଡାଲି, ହଳଦୀ, ଲୁଣ, ଜିରା, ଫୁଟଣ ଏସବୁ କିଛି ବି କିଣା ହୁଏନି, ଏସବୁ ମାଗଣା ଆସେ। ତ ଯଦି ଭିଡିଓଟି ଭଲ ଲାଗିଥିବ ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରିବ। ଆଉ ପ୍ଲିଜ ଚ୍ୟାନେଲଟିକୁ ସବସ୍କ୍ରାଇବ